ପ୍ରେଜ୍ ଦ ଲର୍ଡ। ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ କ'ଣ? ଆଜି ତ ସମସ୍ତେ କହୁଛନ୍ତି ମୁଁ ଖ୍ରୀଷ୍ଟିଆନ, ବହୁତ ପୁରୁଣା ଖ୍ରୀଷ୍ଟିଆନ, ଠିକ୍ ଅଛି, କିନ୍ତୁ ପ୍ରକୃତ ଜଣେ ଖ୍ରୀଷ୍ଟିଆନର ଲକ୍ଷଣ କ'ଣ, ଯାହା ପ୍ରେରିତ ସାଧୁ ପାଉଲ କହୁଛନ୍ତି ରୋମୀ ତାର 12 ଅଧ୍ୟାୟ ତାର 9ରୁ ଯଦି ପଢ଼ିବେ ତାହେଲେ ସ୍ପଷ୍ଟ ରୂପରେ ଦେଖାଯାଏ। କିନ୍ତୁ ମୁଁ 1 2 3 4 5ଟା ପଏଣ୍ଟକୁ ମୁଁ କେନ୍ଦ୍ର କରୁଛି। ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ 14 ପଦ ଲେଖାଯାଇଛି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। ପ୍ରଥମ ଖ୍ରୀଷ୍ଟିଆନର ଲକ୍ଷଣ। ଆମମାନେ ଜଣେ ଯଦି ଆମମାନଙ୍କୁ ତାଡ଼ନା କଲା, ଆମମାନଙ୍କ ଉପରେ ସେ ଯଦି ରାଗିଲା, ଆମମାନଙ୍କ ଉପରେ ଶତ୍ରୁତା କଲା, ତାକୁ ଆମେ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରୁଛୁ। ସେମିତି ନୁହେଁ। ପ୍ରେରିତ ପାଉଲ କହୁଛନ୍ତି ଜଣେ ଯଦି ଆପଣଙ୍କୁ ଯଦି ତାଡ଼ନା କରୁଛି ତାହେଲେ ତୁମେ ତାକୁ କ'ଣ କରିବ? ଆଶୀର୍ବାଦ କର। ଡବଲ କହୁଛି, ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। ଆମେ ଅଭିଶାପ ବେଶୀ ଦେଉଛୁ, ଆଶୀର୍ବାଦ କମ୍ କରୁଛୁ। ତେଣୁକି ଆଜ ଏ ଖ୍ରୀଷ୍ଟିଆନ, ଆପଣ ଯଦି ଖ୍ରୀଷ୍ଟିଆନ, ପ୍ରଭୁଙ୍କର ଜଣେ ଦାସ ଦାସୀ, ଖ୍ରୀଷ୍ଟିଆନ ପରିବାର, ତାହେଲେ ଅଭିଶାପ ବଦଳରେ ସେମାନଙ୍କୁ ଆଶୀର୍ବାଦ କରିବା ନିହାତି ଆବଶ୍ୟକ। ଯଦି ଆପଣ ଖ୍ରୀଷ୍ଟିଆନ, ଏହା ବି ମନେ ରଖନ୍ତୁ। 15 ପଦରେ, ଯେଉଁମାନେ ଆନନ୍ଦ କରନ୍ତି ସେମାନଙ୍କ ସହିତ ଆନନ୍ଦ କର, ଯେଉଁମାନେ ରୋଦନ କରନ୍ତି ସେମାନଙ୍କ ସହିତ ରୋଦନ କର ଲେଖାଯାଏ। ଜଣେ ଯଦି ଆନନ୍ଦ କରୁଥିବ, କେତେ ଲୋକମାନେ ସହି ପାରୁନଥିବେ, ତା ପ୍ରତି ଚିଡ଼ୁଥିବେ। ଆଉ କେତେ ପରିବାର ଖୁସିରେ ରହିବା ପାଇଁ ଚେଷ୍ଟା କରୁଥିବେ, ବଢ଼ିଆ ଖୁସିରେ ରହୁଛନ୍ତି, ପରିବାର ମିଳାମିଶି ରହୁଛନ୍ତି। ସେ ମଧ୍ୟରେ କେତେଟା ପରିବାର ଅଛନ୍ତି ତାଙ୍କ ପ୍ରତି ଦୁଶ୍ମନୀ ହୁଏ, ମାନେ ଖୁସିରେ ରହିବାଟା ଦେଖିପାରିବେ ନାହିଁ, ତାଙ୍କ ପ୍ରତି ଚିଡ଼ିବେ। ଆଉ ଜଣେ ଯଦି ମରଣ, ପରିବାରରେ ଯଦି ସାହି ପଡ଼ିଶାରେ କିଏ ମରଣ ହୋଇଥିବ, କିଏ ଦୁଃଖରେ ଥିବ, କିଏ ସମସ୍ୟାରେ ଥିବ, ହେଲେ ଆମେ ହସୁଥିବା ଆଉ ଆମମାନେ ଆନନ୍ଦ କରୁଥିବା, ସେମିତି ନୁହେଁ। ଏଇଟା ଖ୍ରୀଷ୍ଟିଆନର ଲକ୍ଷଣ ନୁହେଁ। ତେଣୁ ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ ହେଉଛି, ଯେଉଁମାନେ ଆନନ୍ଦ କରନ୍ତି ସେମାନଙ୍କ ସହିତ ଆନନ୍ଦ କର, ଯେଉଁମାନେ ରୋଦନ କରନ୍ତି ସେମାନଙ୍କ ସହିତ ରୋଦନ କର। ଏଇଟା ହେଉଛି ଖ୍ରୀଷ୍ଟିଆନର ସ୍ୱଭାବ। 16 ପଦରେ, ପରସ୍ପର ପ୍ରତି କାମନା ହୁଅ, ତାପରେ ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କ ସଙ୍ଗୀ ହୁଅ, ଆପଣା ବୁଦ୍ଧିରେ ବୁଦ୍ଧିମାନ ହୁଅ। ମାନେ ଉଚ୍ଚାଭିମାନୀ, ତାର ଅର୍ଥ ହେଉଛି ଆମେ ବଡ଼ ଲୋକମାନଙ୍କ ସହିତ ବେଶୀ ଉଠା ବସା। ଛୋଟ ଲୋକମାନଙ୍କ ସହିତ, ଆମର ଗରିବ ଲୋକମାନଙ୍କ ସହିତ, ଦିନହୀନ ଲୋକମାନଙ୍କ ସହିତ ଆମର ଏତେ ଉଠା ବସା ନାହିଁ। ଆମମାନେ ହାଇ କ୍ୱାଲିଟି, ହାଇ ଏଜୁକେସନ୍, ହାଇ ପ୍ରଫେସନାଲ, ରିଚ୍ ଫ୍ୟାମିଲି, ଏମାନଙ୍କ ସହିତ ବେଶୀ ଆମର ଉଠା ବସା ହେଉଛି। କିନ୍ତୁ ଏଇଟା ଉଲ୍ଟା। ପ୍ରେରିତ ସାଧୁ ପାଉଲ କହୁଛନ୍ତି ଏହି ସ୍ଥାନରେ କ'ଣ? ବଡ଼ ବଡ଼ ଲୋକମାନଙ୍କ ସଙ୍ଗୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଗରିବ, ଦିନହୀନ, ବିଧବା ପରିବାର, ଦୁଃଖୀ ପରିବାର, ଅନାଥ ପରିବାର, ଶୋକାକୁଳ ପରିବାର, ଏମାନଙ୍କର ସଙ୍ଗୀ ହୁଅ ବୋଲି ପ୍ରେରିତ ସାଧୁ ପାଉଲ କହୁଛନ୍ତି। ତାପରେ ଆଉ ଗୋଟେ କଥା, ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। ଆଜି ଆମେ ପ୍ରତ୍ୟେକ ଖ୍ରୀଷ୍ଟିଆନ ସମୁଦାୟର ଲୋକମାନଙ୍କର କଥା କୁହନ୍ତୁ, ୟା ଅନ୍ୟ ସମୁଦାୟର ଲୋକମାନଙ୍କର କଥା କୁହନ୍ତୁ, ପ୍ରତ୍ୟେକ ଲୋକମାନେ କ'ଣ କରନ୍ତି? ନିଜର ବୁଦ୍ଧିକୁ ଆପ୍ଲାଏ କରନ୍ତି। ଚର୍ଚ୍ଚରେ ବି ହଉ, ନିଜ ପରିବାରରେ ହଉ, ନିଜ ସମାଜରେ ହଉ, ନିଜ ବୁଦ୍ଧି ଆପ୍ଲାଏ କରନ୍ତି। କିନ୍ତୁ ଏ ସ୍ଥାନରେ କୁହାଯାଇଅଛି, କ'ଣ କୁହାଯାଇଅଛି? ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। ଆପଣଙ୍କର ଡାଇରେକ୍ସନ ହିସାବରେ ଚାଲିବା ପାଇଁ ଛାଡ଼ି ଦିଅନ୍ତୁ। ପରମେଶ୍ୱରଙ୍କର ଡାଇରେକ୍ସନରେ ଆପଣ ଚାଲନ୍ତୁ। ଆକର୍ଡିଂ ଟୁ ଦ ଗଡ୍, ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆପଣ ଚାଲିବା ନିମନ୍ତେ ଚେଷ୍ଟା କରନ୍ତୁ।
ଆଉ ନିଜ ବୁଦ୍ଧି ନିଜ ଜ୍ଞାନ ନିଜର ଟଙ୍କା ନିଜର ପଇସା ନିଜର ଗାଡ଼ି ଘୋଡ଼ା ଏ ଦୁନିଆ ସବୁ ଇଏରେ ଆପଣ ଯଦି ଚାଲିବେ ତାହେଲେ ଆପଣ ଜଣେ ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ ନୁହେଁ। ସୋ ଆଉ ଗୋଟେ କଥା 17 ପଦ ଲେଖାଯାଇଛି, ମନ୍ଦ ବଦଳରେ କାହାରିକି ମନ୍ଦ କର ନାହିଁ, ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଉତ୍ତମ ସେସବୁ ଚିନ୍ତା କର। ସମ୍ଭବ ହେଲେ ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ ସମସ୍ତଙ୍କ ସହିତ ଶାନ୍ତିରେ ରୁହ। ଆଜି ମନ୍ଦ ବଦଳରେ ମନ୍ଦ କରୁଛୁ। ଗୋଟିଏ ମିଶନ ଫିଲ୍ଡରେ ହେଉ, ଅଫିସିଆଲି ଡିପାର୍ଟମେଣ୍ଟରେ ହେଉ, ପ୍ରାଇଭେଟ ସେକ୍ଟରରେ ହେଉ, ନିଜ ଖ୍ରୀଷ୍ଟିଆନ ପରିବାରରେ ହେଉ, ଖ୍ରୀଷ୍ଟିଆନ ସମାଜରେ ହେଉ, ଅନ୍ୟ ସମାଜରେ ମଧ୍ୟ ହେଉ, ଜଣେ ଯଦି ମନ୍ଦ ଆମ ପ୍ରତି ଜଣେ ଯଦି ମନ୍ଦ ଚିନ୍ତା କଲା ତା ପ୍ରତି ଆମେ ଅଧିକରୁ ଅଧିକ ମନ୍ଦ ଚିନ୍ତା କରୁଛୁ। ଜଣେ ଯଦି ଆମକୁ ଗୋଟିଏ ଚାପଡ଼ା ମାରିଲା ଆମେ ତାକୁ 10ଟା ଚାପଡ଼ା ମାରୁଛୁ। ଜଣେ ଯଦି ଆମ ପରିବାରକୁ କିଛି କହିଦେଲା ପୁରା ପରିବାର ଉଠି ତାଙ୍କ ଘରକୁ ଯାଇକି ଲଢ଼ାଇ କରୁଛୁ। ସେମିତି ନୁହେଁ। ଖ୍ରୀଷ୍ଟିଆନ ପ୍ରକୃତ ଖ୍ରୀଷ୍ଟିଆନର ଗୁଣ ହେଉଛି ମନ୍ଦ ବଦଳରେ ମନ୍ଦ କର ନାହିଁ, କରିବା ନାହିଁ। ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଉତ୍ତମ ସେସବୁ କରିବା ଆବଶ୍ୟକ। ଛୋଟ ଲୋକମାନଙ୍କୁ ବି ରେସ୍ପେକ୍ଟ ଦେବା, ବଡ଼ ଲୋକମାନଙ୍କୁ ବି ରେସ୍ପେକ୍ଟ ଦେବା, ଛୋଟ ଲୋକମାନଙ୍କୁ ବି ନିଜର ବୋଲି ଭାବିବା, ବଡ଼ ଲୋକମାନଙ୍କୁ ବି ନିଜର ବୋଲି ଭାବିବା। ତେଣୁ ଶତ୍ରୁତା ଛାଡ଼ି ଦିଅନ୍ତୁ ଆଉ ସେମାନଙ୍କୁ ଅଭିଶାପ ବଦଳରେ ଆଶୀର୍ବାଦ କରନ୍ତୁ, ତାଡ଼ନା ବଦଳରେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଅଭିଶାପ ଦିଅନ୍ତୁ ନାହିଁ। ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ ଏହା। ତେଣୁ ଆଉ ରୋମୀ 12 ଅଧ୍ୟାୟ ତାର 9ରୁ ଆଗକୁ ପଢ଼ନ୍ତୁ ଘରେ ବସିକି, ପବିତ୍ର ଆତ୍ମା ଆପଣଙ୍କୁ କହିବ।